ତାହେଲେ ଆପଣ କହୁଛନ୍ତି ବାହା ହେବେ ନା, କ'ଣ ପାଇଁ? କାରଣ ମୁଁ ବେଶୀ ଯଦି ଝିଅଟି ଚାଲିଗଲା। ଓ କି ଆପଣ ଡରୁଛନ୍ତି ଆପଣ କଳା ବେଲିକା ସେଥିପାଇଁ ବାହା ହେବେନି ଝିଅ ପଳେଇବେ? ନାଇଁ, ମୁଁ ବାହା ହେଇନି। ଆଉ ଆଜିକାଲି ଯେଉଁ ଟ୍ରେଣ୍ଡିଂ ଚାଲିଛି ନା, ମିଡ଼ିଆ ଆଗରେ ଯେଉଁ ଏବେ ଝିଅ ପୁଅ ବର୍ତ୍ତମାନ ପୁଅ ଝିଅଟି ପଳେଇଲା ରିସେପସନ୍ ପେଣ୍ଡାଲରୁ ଉଠିକି, ହଁ ସେଇ ବିଷୟରେ ଏବେ ଆଜିକାଲି ଯେଉଁ ଟ୍ରେଣ୍ଡିଂ ଚାଲିଛି ସେଇ ହିସାବ ନେଇକି ଆଜିକାଲି ବାହା ହେବାକୁ ମନ ହେଉନାହିଁ। ତାହେଲେ ଆପଣ କହୁଛନ୍ତି ବାହା ହେବେ ନା, କ'ଣ ପାଇଁ? କାରଣ ମୁଁ ବେଶୀ ଯଦି ଝିଅଟି ଚାଲିଗଲା। ଓ କି ଆପଣ ଡରୁଛନ୍ତି ଆପଣ କଳା ବେଲିକା ସେଥିପାଇଁ ବାହା ହେବେନି ଝିଅ ପଳେଇବେ? ସେଇଟା ମାଚୁରିଟି କରେନି ମୁଁ କଳା କି ମୁଁ ଗୋରା, ସେଥିରେ କିଛି ମାଚୁରିଟି ନାହିଁ। ଆଜିକାଲି ଝିଅଙ୍କ ଉପରେ ସବୁ ଡିପେଣ୍ଡ କରେ। ଝିଅ ଦେଖିବେ, ବାହା ହେବେ, ପଇସାକୁ ଦେଖିକି ବାହା ହେଇଯିବେ, ତାପରେ ସେ ଦେଖିବେ ନାହିଁ ପୁଅର ଏଇଟା ଭଲ ଲାଗେ ସେଇଟା ଭଲ ଲାଗେ, କି ଝିଅଟି ଆଗ ଭଲ ପାଉଛି ସେଇ କଥା ଖୋଲିକି ନ କହି ପୁଅ ଆଡ଼େ ସବୁ ପଇସା ଦେଇଦେଇ ସେ ପଳାଏ ଅନ୍ୟ ଜାତି ଅନ୍ୟ ପୁଅ ହେଠି। ତାହେଲେ ଏବେ ଯେଉଁ ଟ୍ରେଣ୍ଡିଂରେ ଆମର ଚାଲିଛି ଯେଉଁ ବାହାଘର, ସେ ଭାଇ ଯେଉଁ ବାହା ହେଲେ ସେ କଳା ବେଲିକା ଝିଅଟା ଛାଡ଼ିଦେଲା ନା କେଉଁଥିପାଇଁ ଝିଅଟା ଛାଡ଼ିକି ପଳେଇଲା? କଳାରେ କିଛି କଥା ନାହିଁ। କଳା ବୋଲି କ'ଣ ତାର ମନ ନାହିଁ ନା ତାର ଉତ୍ତର ନାହିଁ? ସେ ସେ ଝିଅର ଘର ଫ୍ୟାମିଲି ଲୋକ କହିବା କଥା ପୁଅଟି ହେଉଛି ସୁଦୁ ବୁଢ଼ା। ସତରେ କ'ଣ ବୁଢ଼ା ଭାଇ? ଫଟୋରେ ତ ଆମେ ଯାହା ଦେଖୁଛୁ ସିଏ ବୁଢ଼ା ନୁହେଁ, ପୁରା ଦେଖିବାକୁ ଠିକ୍ଠାକ୍ ଶାନ୍ତଶିଷ୍ଟ ସରଳ ପିଲାଟିଏ, କେବଳ ରଙ୍ଗ ଟିକେ କଳା। ରଙ୍ଗ କଳା ବୋଲି କ'ଣ ତାର ମନ ନାହିଁ? ଆଉ ସିଏ ଯେତେବେଳେ ଝିଅର ବାହାଘର କଲେ ଝିଅଟିକୁ, ବେଦି ଉପରେ କ'ଣ ପୁଅଟାକୁ ଦେଖିନଥିଲେ? ପୁଅ କ'ଣ ମୁହଁରେ ମୁଖା ପିନ୍ଧିକି ଆସିଥିଲା? ହେଲେ ଝିଅର କହିବା କଥା ସେ କଳାଠୁ କଦର୍ଯ୍ୟ କଳା। ଭାଇ କଦର୍ଯ୍ୟ କଳା କ'ଣ ଆମେ ଏଇଟା ଜାଣିପାରୁନୁ କ'ଣ ଇଏ କଦର୍ଯ୍ୟ କଳା? କଦର୍ଯ୍ୟ କଳା ଝିଅର ମାନେ ତାଙ୍କ ମନଟା ଭାବନାଟା ହେଉଛି ଖରାପ। ଝିଅ ପକ୍ଷରେ ଭାବନାଟା ହେଉଛି ଖରାପ। ଝିଅ କେଉଁଠି ଭଲ ପାଉଛି, ଝିଅ କେଉଁଠି କ'ଣ କରୁଛି ସେ କଥା ନ ବୁଝି ପୁଅକୁ ସବୁ ଦୋଷ ଠେଲି ଦେବାଟା, ଆଉ ତାଙ୍କଠୁ ସବୁ ଖରାପ ଚିନ୍ତା ଝିଅ ପଟୁ ଦୂରେଇ ପୁଅ ପଟକୁ ଦୋଷ ସବୁ ଠେଲି ଦେଇଦେବ। ତାପରେ ଭାଇ ପୁଅ ତ ସ୍ୱଇଚ୍ଛାରେ ନିଜ ଇଚ୍ଛାରେ ଡିଜେରେ ଯାଇକି ବିବାହକୁ ଯାଇଥିଲେ। ଆଜ୍ଞା, ଏବେ ବିବାହର ହେଇସାରିବା ପରେ ଫୋର୍ଥ ନାଇଟ୍ ଦିନ ଆସିବାଟା କ'ଣ ଠିକ୍ ଅଛି? ଏଇଟା ଜମା ଠିକ୍ ନୁହଁ। ଏଇଟା ତାହେଲେ କୁହନ୍ତି ଆପଣ ଠିକ୍ କଥା ନୁହଁ। ତାହେଲେ ଏବେ ଆମର ଯୁବପିଢ଼ିକୁ କ'ଣ ବାର୍ତ୍ତା ଦେବେ ଯେ ବିବାହ ପରେ ଯେଉଁ ଝିଅ ପଳାଉଛନ୍ତି ତାଙ୍କୁ କ'ଣ କହିବେ ଆମେ ଯୁବପିଢ଼ିମାନଙ୍କୁ? ଯୁବପିଢ଼ିମାନଙ୍କୁ କହିବାକୁ ଚାହୁଁଛି କି ଆପଣ ଯଦି କଳା ଅଛନ୍ତି ଏମିତି କେଉଁ ଝିଅକୁ ବିବାହ କରନ୍ତୁ। ଏମିତି ଆରେଞ୍ଜ ମ୍ୟାରେଜ କରିବେ, କେଉଁ ଗୋରା ଝିଅ ଦେଖି ଭଲ ପାଇବେ, ଯାହା ବି ମିଳୁଛି ଘର ଫ୍ୟାମିଲି ଅନୁସାରେ ଆଣନ୍ତୁ, କିମ୍ବା ଭଲ ପାଇକି ଆଣୁଛନ୍ତି ଯଦି ଆଣନ୍ତୁ। ଆଉ ଏମିତି କେଉଁଠି ଆରେଞ୍ଜ ମ୍ୟାରେଜ କରିବେ ଝିଅଟି ଆଉ କୁଆଡ଼େ ଭଲ ପାଉଥିବ, ସେଠୁ ଆପଣଙ୍କ ଏବେ ଯେଉଁ ଟ୍ରେଣ୍ଡିଂ ଚାଲିଲା ଭଳିଆ ଝିଅଟି ଏଇ ପୁଅଟିକି ଛାଡ଼ି ପଳାଇଲା, ସେମିତି ଆପଣଙ୍କୁ ବି ଛାଡ଼ି ଦେଇ ଚାଲିଯାଇଛନ୍ତି। ଯଦି ଆପଣଙ୍କ ଜୀବନରେ ଏମିତି ହୁଏ ଆପଣ ସୋସିଆଲ ମିଡ଼ିଆକୁ ଆସିବେ? ସୋସିଆଲ ମିଡ଼ିଆକୁ ଆସିବାକୁ ବାଧ୍ୟ ହେବି। କ'ଣ କହିବେ ସୋସିଆଲ ମିଡ଼ିଆରେ? ଯଦି ଆପଣ ତ କଳା ଅଛନ୍ତି, ଯଦି ଝିଅଟା ଆପଣ ବାହା ହେଲେ ଝିଅ ପଳେଇଲା, କହିବେ ନାଇଁ ଏ ପୁଅଟି କଳା ମୁଁ ରହିବିନି, ତାହେଲେ କ'ଣ କରିବେ ଆପଣ? ମୁଁ କ'ଣ କହିବି? ମୋର ତ ଭାଗ୍ୟ ଫଟା ବୋଲି ମୁଁ କହିବି, ଆଉ କ'ଣ କହିପାରିବି? ସେ ଝିଅ ତ ପଳେଇବ ନା, ମୁଁ ଆଉ କିଛି କହିବାର ଉପାୟ ବି ନାହିଁ। ଭାଇ ଆପଣ ଆରେଞ୍ଜ ମ୍ୟାରେଜ କରିବାକୁ ଚାହିଁବେ ନା ଲଭ୍ ମ୍ୟାରେଜ କରିବାକୁ ଚାହିଁବେ? ମୁଁ ଲଭ୍ ମ୍ୟାରେଜ କରିବାକୁ ଭଲ ପାଏ। ଲଭ୍ ମ୍ୟାରେଜ କଲେ ଏମିତି ପ୍ରୋବ୍ଲେମ୍ ହେବନି? ପ୍ରୋବ୍ଲେମ୍ ହେବନି। କ'ଣ ପାଇଁ କହିବେ ତା ବିଷୟରେ ଟିକେ? କ'ଣ ପାଇଁ ନା ଝିଅ ତ ମୋତେ ହିଁ ଭଲ ପାଉଛି, ଆଉ କୁଆଡ଼େ ଭଲ ପାଉଥିବ ଯଦି ଏମିତି ପ୍ରୋବ୍ଲେମ୍ ହେଇପାରେ, କିନ୍ତୁ ସତରେ ଯିଏ ଭଲ ପାଉଛି ସେ ଏମିତି କେବେ ପ୍ରୋବ୍ଲେମ୍ କରିକି ଯିବନି। ତାହେଲେ ତମେ କହିବା କଥା ସମସ୍ତେ ଲଭ୍ ମ୍ୟାରେଜ କରନ୍ତୁ? ଲଭ୍ ମ୍ୟାରେଜ କରନ୍ତୁ, ଝିଅ ଦେଖିକି ହିଁ ମ୍ୟାରେଜ କରନ୍ତୁ। ଭାଇ ଝିଅର ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ, ଝିଅର ସବୁ ବାୟୋଡାଟା ରଖିକି ଝିଅକୁ ହିଁ ମ୍ୟାରେଜ କରନ୍ତୁ। ତାହେଲେ ଭାଇ ସେ ପୁଅକୁ ତ ସେ ଝିଅ ଛାଡ଼ିକି ଗଲେ, ସେ ପୁଅକୁ ଆଉ ପ୍ରସ୍ତାବ ମିଳିବ? ସେ ଆଉ ବାହା ହେଇପାରିବେ? ତାର ଏବେ ପରିସ୍ଥିତି କ'ଣ ହେଉଥିବ, ଯାହାର ହୃଦୟ ଭାଙ୍ଗିଛି ସେ ଜାଣିପାରୁଥିବ। ତାକୁ ଏବେ ବର୍ତ୍ତମାନ ପଚାରିବ, ତା ପରିସ୍ଥିତି ସେ ବଞ୍ଚିବା ଅପେକ୍ଷା ମରିବାଟା ବହୁତ ପସନ୍ଦ କରିବ। କାରଣ ଇଏ ଯେଉଁ ଅପମାନ ତାକୁ ଝିଅଟି ଦେଇଯାଇଛି ସେ କେବେ ଏଇ କଥା ଭୁଲି ପାରିବ। ଭାଇ ଯେଉଁ ମାଉସୀ ଆମର କହିଛନ୍ତି ପୁଅଟା ପୁରା ବୁଢ଼ା, ପୁରା ସୋଦ୍ ବୁଢ଼ା, ଏହା କ'ଣ ବାର୍ତ୍ତାଟା ଠିକ୍ ଯୁବପିଢ଼ିମାନଙ୍କୁ? ଆଜ୍ଞା, ମୁଁ ଏଇଠି ଗୋଟେ କଥା କହିବାକୁ ଚାହୁଁଛି। ଯେଉଁ ଏବେ ସୋସିଆଲ ମିଡ଼ିଆରେ ଚାଲୁଛି ଯେ ସେ ଯେଉଁ ମାଉସୀ କହିଲେ ଏଇ ଟୋକାଟା ପୁରା ସୁଦ୍ ବୁଢ଼ା, ଆଉ ଜଣେ ବୁଢ଼ୀ ମାଉସୀ ଆମର କହିଲେ ଏଇ ଟୋକାଟା ପୁରା ଶକଡ଼ କାଳି ଭଳିଆ କଳା ଦେଖିବାକୁ ମୁହଁ ତାର, ଏମିତି କହିବାଟା ଆପଣମାନଙ୍କର ଭୁଲ। କାରଣ ଆପଣମାନଙ୍କର ବି ଗୋଟେ ପୁଅ ଅଛି, ଆପଣମାନଙ୍କର ବି ଗୋଟେ ଝିଅ ଅଛି। ଆପଣ ଆଗାମୀ କଥା ଭାବନ୍ତୁ, ଆପଣଙ୍କ ପୁଅ ଝିଅ କଥା ଭାବନ୍ତୁ। ଆପଣଙ୍କ ଝିଅ ପୁଅ ହୋଇଥାନ୍ତେ କାଳେ ଆପଣ ଏମିତି କହିଥାନ୍ତେ ସୁଦ୍ ବୁଢ଼ାଟା, ସୁଦକୁ ଶକଡ଼ କାଳି ଭଳିଆ ଦେଖିବାକୁ ସେଇ ଟୋକାଟା? ନାଇଁ, ସେଇଟା ଆପଣଙ୍କର ବୁଝା ଭାବନା ଭୁଲ।
ଆପଣଙ୍କ ଯାଇକି ଦେଖିଥିଲେ ତା ଆଧାର କାର୍ଡରେ ଏତିକି ବୟସ ହେଲାଣି, ତାକୁ 60 ବର୍ଷ 70 ବର୍ଷ ହେଲାଣି, ସେ ସୁଧ ବୁଢ଼ାଟା। ଆପଣ ଏଇଟା କହିବାଟା ଭୁଲ। ତାହେଲେ ଆପଣ କହିବ ତ ଝିଅ ତାହେଲେ ପଇସା ଲୋକରେ ବାହା ହେଇଥିଲା ନା କେମିତି କ'ଣ ବାହା ହେଇଥିଲା? ଯଦି ବାହା ହବାର ନଥିଲା, ବାହାଘର ବେଦରୁ ମନା କରିଦେଲା, ତାହେଲେ ବାହା ହେବା ପରେ କ'ଣ କି ଆସିଲା? ସେଇଟା ଝିଅର ଫ୍ୟାମିଲି କି ସୋସିଆଲ ମିଡ଼ିଆକୁ ଆଣିଲେ ଜଣାପଡ଼ିବ। ଏଇଟା ଝିଅ ପଇସା ଲୋଭରେ ହିଁ ବାହା ହେଇଥିଲା, ମୋତେ ଯାହା ଆଶା, ଝିଅ ପଇସା ଲୋଭରେ ହିଁ ବାହା ହେଇଥିଲା। ଅବଶ୍ୟ ସେ ପୁଅକୁ ଯଦି ନ ଦେଖିଥାନ୍ତା ତାହେଲେ ଏଇଟା ଆଗରୁ ଯଦି ମୁଖା ଭିଡ଼ିକି ପୁଅର ମୁହଁରେ ଯଦି ତାକୁ ବାହାର କରିଥାନ୍ତା, ନାଇଁ ପୁଅ ମୁହଁ ଦେଖା ହେଇନି, ଏଠି ଭିଡ଼ିଓ ଅଛି, ପୁଅର ମୁହଁରେ ମୁଖା ଭିଡ଼ା ହେଇଛି, ଆଉ ଆମେ ପୁଅକୁ ଦେଖିନା, ତାହେଲେ ଏଇଟା ଗୋଟିଏ ହେଇଥାନ୍ତା, ପୁଅ ପଟୁ କିଛି ଭୁଲ ଯାଇଥାନ୍ତା। ପୁଅ ତ ମୁହଁ ଦେଖିଦେଇ ବାହା ହେଇଛ ନା। ତାହେଲେ ଭାଇ ପୁଅକୁ ସୁଧ ବୁଢ଼ା କହିବାଟା ଏଇଟା ଆପଣମାନଙ୍କର ଭୁଲ। ତାହେଲେ ଆପଣ ସେ ଝିଅକୁ କ'ଣ ବାର୍ତ୍ତା ଦେବେ? ସେ ଝିଅକୁ ମୁଁ ଏତିକି କହିବାକୁ ଚାହୁଁଛି, ତେମେ ଯେଉଁ ଭୁଲଟା କଲ, ଆଉ ସେଇ ପୁଅ ନାଁରେ ଯେଉଁ କଳମଟି ବୋଳି ଦେଇଗଲ, ଆଉ ପୁଅକୁ ଯେଉଁ କହିଲ ସୁଧ ବୁଢ଼ା, ଆପଣ ସେ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା, ସେ ପୁଅକୁ କିଏ ନ୍ୟାୟ ଦେବ? ସିଏ ତ ନ ଡରି ସୋସିଆଲ ମିଡ଼ିଆ ଆଗକୁ ଆସୁଛନ୍ତି। ଆପଣ ଯେଉଁଠି ବି ଅଛନ୍ତି ସୋସିଆଲ ମିଡ଼ିଆ ଆଗକୁ ଆସନ୍ତୁ। ପୁଅର କ'ଣ ଭୁଲ ଅଛି, ଆପଣଙ୍କର କ'ଣ ଭୁଲ ଅଛି, ସବୁ ଜଣାପଡ଼େ ସେ ସୋସିଆଲ ମିଡ଼ିଆରେ। ସେଥିରେ ମଧ୍ୟସ୍ଥ କିଛି ଭୁଲ ନାହିଁ, କାରଣ ମଧ୍ୟସ୍ଥି କ'ଣ ଜାଣିଥିଲା ଝିଅ ଏମିତି ହେବ କି ପୁଅ ଏମିତି ହେବ, କେଉଁ ଡିସିସନ୍ ସକାଶେ ଝିଅ ଏମିତି ପଳେଇଲା, ମଧ୍ୟସ୍ଥି ଜାଣିନଥିଲା ନା। ମଧ୍ୟସ୍ଥି ଗୋଟେ ମାଧ୍ୟମ ହିସାବରେ ପୁଅକୁ ଝିଅକୁ ମିଳନ କରି ବାହାର କରାଇବା କଥା। ଏଥିରେ ଭୁଲ ରହିଲା ଝିଅର ବୋପା ଆଉ ମାଆଙ୍କ, ତାଙ୍କର ହେଉଛି ପ୍ରାଧାନ୍ୟ ଭୁଲ। ସିଏ ଯଦି ଝିଅର ମନ କଥା ନ ଜାଣି ଏ ପୁଅ ସାଙ୍ଗରେ ବାହାର କରିନଥାନ୍ତେ, ତାହେଲେ ଝିଅ କେବେ ଯାଇନଥାନ୍ତା। ତାପରେ ସେ ପୁଅ ଏବେ ସୋସିଆଲ ମିଡ଼ିଆକୁ ଆସୁଛି, ସେ ଝିଅର ଯଦି କିଛି ଭୁଲ ନାହିଁ, ଏ ଝିଅଟିକୁ କାହିଁକି ସୋସିଆଲ ମିଡ଼ିଆକୁ ଆଣୁନାହାନ୍ତି? ଝିଅର ତ କିଛି ଭୁଲ ନାହିଁ।